ସ୍ତ୍ରୀଙ୍କ ସହିତ ଏବେ ନିର୍ବାଚନ ପ୍ରଚାରରେ ବ୍ୟସ୍ତ ଅଛନ୍ତି ଓଡ଼ିଆ ଅଭିନେତା ଆକାଶ। ତାହେଲେ ଫ୍ରେଣ୍ଡସ୍, ଆପଣମାନେ ଜାଣିଥିବେ ଆକାଶ ଏବେ ବିଜେପି ଦଳରେ ସାମିଲ ହୋଇଛନ୍ତି। ଗତ ଦିନମାନଙ୍କରେ ବିଜେଡି ଦଳ ତରଫରୁ ଇଲେକ୍ସନ୍ ଲଢ଼ିଥିଲେ ଆକାଶ। ହେଲେ ଏ ବର୍ଷ ବିଜେପି ଦଳକୁ ସମର୍ଥନ କରି ଇଲେକ୍ସନ୍ ଲଢ଼ୁଛନ୍ତି ଆକାଶ। ତ ଆପଣମାନେ ଆକାଶକୁ ତ ବେଶ ଭଲ ଭାବରେ ଜାଣିଥିବେ। ଓଡ଼ିଆ ସିନେମା ଓଡ଼ିଆ ଆଲବମ୍ରେ ଅଭିନୟ କରି ସାରା ଓଡ଼ିଶାର ଲୋକମାନଙ୍କ ମନରେ ଅଲଗା ପ୍ରକାର ସ୍ଥାନ ବନେଇବାରେ ସଫଳ ହୋଇପାରିଛନ୍ତି ଆକାଶ। ପ୍ରଥମେ ସେ ଓଡ଼ିଆ ଆଲବମ୍ରେ ଓଲିଉଡ଼ ଇଣ୍ଡଷ୍ଟ୍ରିରେ ଏଣ୍ଟ୍ରି ହୋଇଥିଲେ। ଏହା ପରବର୍ତ୍ତୀ ସମୟରେ ସେ ଓଡ଼ିଆ ସିନେମାରେ ହିରୋ ଭାବରେ ଅଭିନୟ କରିଥିଲେ। ଆଉ କିଛି ସିନେମାରେ ସେ ନେଗେଟିଭ୍ କ୍ୟାରେକ୍ଟର ବି ମଧ୍ୟ ଅଭିନୟ କରିଛନ୍ତି। ଗତ ଦିନମାନଙ୍କରେ ସେ ଇଲେକ୍ସନ୍ କାରଣରୁ ଓଲିଉଡ଼ ଇଣ୍ଡଷ୍ଟ୍ରିରୁ ଦୂରରେ ରହିଥିଲେ। ରାଜନୀତିରେ ପଶିବା ପରେ ଓଲିଉଡ଼ ଇଣ୍ଡଷ୍ଟ୍ରିରେ ତାଙ୍କୁ ଆଉ ବେଶୀ ଦେଖିବାକୁ ମିଳୁନାହିଁ। ତ ଆକାଶ ଏବେ ଗରିବ ଲୋକମାନଙ୍କ ସାହାଯ୍ୟ କରିବା ସହିତ ବହୁତ ଜନହିତକର କାର୍ଯ୍ୟ କରୁଥିବାର ଦେଖାଦେଇଛନ୍ତି। ତ ଗତ ଦିନମାନଙ୍କରେ ବିଜେଡି ଦଳକୁ ଛାଡ଼ି ଏବେ ବିଜେପି ଦଳରେ ସାମିଲ ହୋଇଛନ୍ତି ଆକାଶ। ଆଉ ଏବେ ନିର୍ବାଚନ ପ୍ରଚାର କରୁଥିବାର ଦେଖାଦେଇଛନ୍ତି। ସ୍ତ୍ରୀଙ୍କ ସହିତ ନିର୍ବାଚନ ପ୍ରଚାର କରୁଥିବାର ଦେଖାଦେଇଛନ୍ତି ଓଡ଼ିଆ ଅଭିନେତା ଆକାଶ। ତ ଫ୍ରେଣ୍ଡସ୍, ଆପଣମାନେ ଆକାଶକୁ ତ ବେଶ ଭଲ ଭାବରେ ଜାଣିଥିବେ। ଆକାଶଙ୍କର ଅଭିନୟ ବି ଆପଣମାନେ ନିଶ୍ଚିତ ଭାବରେ ଦେଖିଥିବେ। ତାହେଲେ ଆକାଶ ଆପଣମାନଙ୍କୁ କେମିତି ଲାଗନ୍ତି ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚିତ ଭାବରେ କମେଣ୍ଟ କରନ୍ତୁ। ଆଉ ଏଭଳି ଓଲିଉଡ଼ ସମ୍ବନ୍ଧିତ ଟିକିନିକି ଖବରଗୁଡ଼ିକ ବିଷୟରେ ଅଧିକ ଜାଣିବାକୁ ଚ୍ୟାନେଲଟିକୁ ଜଲ୍ଦି ଜଲ୍ଦି ସବସ୍କ୍ରାଇବ୍ କରିନିଅନ୍ତୁ। ଆଉ ପାଖରେ ଆସୁଥିବା ବେଲ୍ ଆଇକନ୍କୁ ଦବାଇ ଦିଅନ୍ତୁ।